विकास खोजुछि भैरवगढ़ पंचायतर लदीपंगा गाँ। रायगड़ा जिला मुनिगुड़ा ब्लॉक अंतर्गत लदीपंगा गाँ भारत स्वाधीनता होई 77 वर्ष बीतीगलानी। तथापि लदीपंगा गाँ विकास दिगरे आज जाए पराधीन अवस्था अछि। 25 वर्ष बीजेडी सरकार शासन परे नूतन भावे बीजेपी सरकार शासन कलानी ओडिशा रे। तथापि विकास खोजुछि रायगड़ा जिला मुनिगुड़ा ब्लॉक भैरवगढ़ पंचायतर लदीपंगा गाँ। ଏହି ଗାଁରେ ଆଦିବାସୀ ଜନବହୁଳ ଅଞ୍ଚଳ। ଏହି ଗ୍ରାମବାସୀ ନିରୀହ ସରଳ ଓ ବିଶ୍ୱାସୀ ହୋଇଥିବା ଯୋଗୁଁ ଏମାନେ ସ୍ଥାନୀୟ ନେତା ଓ ଅଫିସରଙ୍କ ଦ୍ୱାରା ଅଭିଶପ୍ତ ଅବସ୍ଥାରେ ରହିଯାଇଛନ୍ତି। ସରକାରଙ୍କ ଯୋଜନା ପ୍ରବଳ କିନ୍ତୁ କାମ ଦୁର୍ବଳ। ନା ଅଛି ଏଠାରେ ବିଜୁଳି ଆଲୋକ, ନା ଅଛି ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା। କିନ୍ତୁ ସରକାରୀ ଟଙ୍କା ଖର୍ଚ୍ଚ ହେଉଛି ତୁହାକୁ ତୁହା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଏଠାକାର ହିତାଧିକାରୀ ନାହିଁ ନଥିବା ସ୍ୱପ୍ନ ଦେଖି ଦେଖି ହାତଗୁଞ୍ଜା ଟଙ୍କାର ବ୍ୟବସ୍ଥା କରିନପାରି ସମୟ ଅତିବାହିତ କରୁଛନ୍ତି। କହିବାକୁ ଗଲେ ବୋଝ ଉପରେ ନଳିତା ବିଡ଼ା ପରି ମରଣଜନ୍ତା ପାଲଟିଛି ଭୈରବଗଡ଼ଠାରୁ ଲଦୀପଙ୍ଗା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁରାବସ୍ଥା। ଶୁଖିଲା ପାଗରେ ଏଠି ରାସ୍ତାରେ ଖଣ୍ଡେ ସାଇକେଲ ବା ମୋଟରସାଇକେଲ ଯିବା ଆସିବା କଷ୍ଟକର ହୋଇପଡ଼ୁଛି। ଚାରିଚକିଆ ଗାଡ଼ି କଥା ନ କହିବା ଭଲ। ବର୍ଷା ଦିନେ ସେଠାକାର ଲୋକେ କିଭଳି ଭାବେ ଯାତାୟାତ କରୁଛନ୍ତି ଯଦି ପ୍ରଶାସନ ଥରେ ସେ ରାସ୍ତାରେ ଗଲା ପରେ ପରିସ୍ଥିତି ବିଷୟରେ ଜାଣିପାରିଥାନ୍ତେ ବୋଲି ସେଠାକାର ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ଲୋକେ ଆଜକୁ 20 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଗୁହାରି କରି ରାସ୍ତା ମରାମତିର ଦାବି ଜଣାଇଥିଲେ ସୁଦ୍ଧା ଫଳ ଶୁଣୁ ଗୁହାରି ଶୁଣୁଛି କିଏ? ପ୍ରକାଶ ଥାଉ କି ସେହି ରାସ୍ତା କଡ଼ରେ ଏକ ପ୍ରାଥମିକ ଛାତ୍ରୀ ନିବାସ ଭଙ୍ଗା ପାଚେରୀ ଓ ଅବ୍ୟବସ୍ଥା ଭିତରେ ରହିଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। କେତେବେଳେ ଯେ କୋମଳମତୀ ଶିଶୁମାନଙ୍କର କୌଣସି ଅସୁବିଧା ନ ହେବ କିଏ କହିପାରିବ? लेटेस्ट न्यूज अपडेट पाई www.nowodisha.com को लॉगिन करंतु।